ଭିଜିଲାନ୍ସ ଜାଲରେ ଭବାନୀପାଟଣାର ଫରେଷ୍ଟର ବାବୁ। ଜୁହାର ମୁଇଁ ରୁଦ୍ର ଆପଣମାନଙ୍କୁ ନ୍ୟୁଜ୍ 26କୁ ସ୍ୱାଗତ। ଭିଜିଲାନ୍ସ ଜାଲରେ ପଡ଼ିଛନ୍ ଆଉ ଜଣେ ସରକାରୀ ବାବୁ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଭଟଙ୍ଗାପଦ ରେଞ୍ଜର ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ଘରେ ଶୁକ୍ରବାର ସକାଳୁ ସକାଳୁ ଚଢ଼ଉ କରିଛି ଭିଜିଲାନ୍ସ। ଆୟର ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପ୍ରାୟ ସକାଳ 6ଟା ସମୟରେ ଭିଜିଲାନ୍ସର 3ଟି ଟିମ୍ ଭବାନୀପାଟଣାର ଆଖପାଖ ଅଞ୍ଚଳରେ ଏକକାଳୀନ ଚଢ଼ଉ ରଖିଛନ୍। ଜର୍ଜଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଭବାନୀପାଟଣାର ସ୍ପେଶାଲ ରେଡ୍ କରାଯାଇଛି। ସୂଚନା ଅନୁସାରେ ଭବାନୀପାଟଣା ହିଲ୍ ଟାଉନରେ ଥିବା ଫରେଷ୍ଟରଙ୍କର 3 ମହଲା ବାସଭବନ, ଜୁନାଗଡ଼ ଥାନା ଅନ୍ତର୍ଗତ ଡେଉଣ୍ଡି ଗାଁରେ ପିତୃଙ୍କ ବାସଭବନ ଏବଂ ଭଟାଙ୍ଗପଦର ସେକ୍ସନସ୍ଥିତ ଘରେ ଫରେଷ୍ଟରଙ୍କ ସରକାରୀ କାର୍ଯ୍ୟାଳୟରେ ଚଢ଼ଉ ଜାରି ରହିଛି। ଏହି ଚଢ଼ଉରେ 4 ଜଣ ଡିଏସ୍ପି, 7 ଜଣ ଇନ୍ସପେକ୍ଟର, 4 ଜଣ ଏଏସ୍ଆଇ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଅଛନ୍। ଫରେଷ୍ଟର ଭାଗବତ ବେହେରାଙ୍କର ବ୍ୟାଙ୍କ ଆକାଉଣ୍ଟ, ସୁନାଗହଣା ଏବଂ ଜମାବାଡ଼ି ସମ୍ପର୍କିତ କାଗଜପତ୍ରର ଯାଞ୍ଚ ଚାଲିଛି। ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ସେ ନେଇ ଭିଜିଲାନ୍ସ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିପାରିନାହିଁ। କଳାହାଣ୍ଡି ଜିଲ୍ଲା ପ୍ରତିନିଧି ରୋହିତ କୁମାର ନାୟକ, ନ୍ୟୁଜ୍ 26।